ବୃତ୍ତିରୁ ଅବସର ନେବା ପରେ ଆଉ ଭୁବନେଶ୍ୱରରେ କାହିଁକି କେଜାଣି ମନ ଲାଗୁନି। ଲାଗୁଛି ଏ ସହରଟା ଯେମିତି ତା ପାଇଁ କୁଣିଆ ଘର, ଖାଲି ଗାଁ ହାତଠାରେ ଡାକୁଛି। ଏ ପିଲାମାନେ ତ କେହି ଗାଁକୁ ଯିବାକୁ ମନ କରୁନାହାନ୍ତି। କକେଇ ପୁଅ ଭାଇ ମୋହନ ଯଦିଓ ସବୁ ବୁଝାବୁଝି କରୁଛି, ତଥାପି ମଝିରେ ମଝିରେ ଘରୁ ବୁଲି ନ ଆସିଲେ ପୈତୃକ ଘର ଖଣ୍ଡକ ଭାଙ୍ଗିଯିବନି। ଭାବୁଛି କାଲି ଯାଇକି ଟିକେ ବୁଲାବୁଲି କରି 2-4 ଦିନ ରହି ଚାଲି ଆସିବି। ଅବସର ପରେ ସେମିତି ବି କିଛି ଆଉ କାମ ନାହିଁ, ତେଣୁ ପରଦିନ ଯିବାକୁ ସ୍ଥିର କରି ଶୋଇଗଲି। ଯିବାର ଉତ୍କଣ୍ଠାରେ ରାତିସାରା ମୋତେ ନିଦ ହେଉନଥାଏ। ରହି ରହି ଖାଲି ଗାଁ କଥା, ବାପା ବୋଉ ନାନୀ ସାନ ଭାଇ ସମସ୍ତେ ମନେ ପଡୁଥାନ୍ତି। ବାପା ବୋଉ ତ କେବେଠୁ ଚାଲିଗଲେଣି, ନାନୀ ବି ବୁଢୀ ହେଲାଣି। ଦେଖିବା ଗାଁକୁ ଗଲା ପରେ ଯଦି ହବ ନାନୀକୁ ଟିକେ ନେଇ ଆସିବା। ବିଚାରୀ ବାପା ବୋଉ ଯିବା ପରଠୁ ଆଉ ବାପଘର ଦ୍ୱାର ମାଡ଼ି ପାରିନି। ସାନ ଭାଇ ତ ଦୂରରେ, ସେ ଆସିବା ସମ୍ଭବ ନୁହେଁ। ଆମେ ଭାଇ ଭଉଣୀ ଅନ୍ତତଃ ଜୀବନର କିଛି ଅମୂଲ୍ୟ ମୁହୂର୍ତ୍ତ ସବୁକୁ ଆଉ ଥରେ ଆଞ୍ଜୁଳିରେ ତୋଳି ନେବୁ, ଆଉ ଗୋଟି ଗୋଟି କରି ସ୍ମୃତିର ଫରୁଆରେ ସାଇତି ଦେବୁ। ବୟସର ଅପରାହ୍ନରେ କିଏ ଜାଣେ କାହାର ସୂର୍ଯ୍ୟାସ୍ତ ଆଗେ ହୋଇଯିବ। ଏମିତି ସବୁ ଭାବୁ ଭାବୁ ରାତି ପାଇଗଲା। ନିତ୍ୟକର୍ମ ସାରି ଗାଁ ବସ୍ ଧରିଲି। ମନରେ ଅନେକ ଉତ୍କଣ୍ଠା। ଏତେ ଦିନ ପରେ ଗାଁ ଲୋକମାନେ ମୋତେ ଦେଖିଲେ ନିଶ୍ଚୟ ଖୁସି ହେବେ। ଗାଁ ମୁଣ୍ଡରେ ସେ ସାହାଡ଼ା ଗଛଟା ଥିବ ନା? ପିଲାବେଳେ ବୋଉ ମନା କରେ ସନ୍ଧ୍ୟା ହେଲେ ସେ ଜାଗାକୁ ନ ଯିବାକୁ। ସେଠି କାଳେ ପିଲା ଖାଇ ଡାହାଣୀ ରୁହେ। ସତରେ ମୋ ସେପଟେ ଆସିଲେ କେମିତି ମାଡ଼ି ମାଡ଼ି ପଡ଼େ। ସତରେ କ'ଣ ସେ ଗଛରେ ପିଲା ଖାଇଥିଲା କେଜାଣି? ଏ ବୁଢ଼ା ବୟସରେ ପିଲାଳିଆ ପ୍ରଶ୍ନରେ ମନକୁ ମନ ହସିଦେଲି। ଗାଁରେ ବସ୍ ପହଞ୍ଚିଲା ପରେ ଏକ ପ୍ରକାର ଧାଇଁ ଧାଇଁ ମୁଁ ଘରେ ପହଞ୍ଚିଲି। ଚାବି ଦିଆ ଘର, କେହି ଅପେକ୍ଷା କରି ଠିଆ ହୋଇନଥିଲେ। ମନେ ପଡ଼ିଗଲା ହଷ୍ଟେଲରୁ ଆସିଲା ବେଳେ ସାଇକେଲ ଧରି ବାପା କେମିତି ବସ୍ଷ୍ଟାଣ୍ଡରେ ମୋତେ ଅପେକ୍ଷା କରି ଠିଆ ହୋଇଥାନ୍ତି। କେତେ ଖୁସି ହୁଅନ୍ତି ମୁଁ ଘରେ ଥିବା ତକ। ମୁଁ ଯେତିକି ଦିନ ରୁହେ ଘରେ ଯେମିତି ଉତ୍ସବ ଚାଲେ। ବାପା କେତେ କ'ଣ ଖାଇବା ଜିନିଷ ଆଣନ୍ତି, ଯାହା ଯାହା ମୋର ପସନ୍ଦ ସବୁ ଆଣି ଘରେ ଗଦେଇ ଦିଅନ୍ତି। ନିଜେ କିନ୍ତୁ ଟିକେ ବି ଖାଆନ୍ତିନି। ଯଦି ବୋଉ ବାଧ୍ୟ କରେ କୁହନ୍ତି, ଆରେ ମୋର ଗ୍ୟାସ୍ ହଉଛି ରଖିଦିଅ, ପରେ ଟୁଟୁ ଖାଇବ। ମୁଁ ଯେତେବେଳେ ବାପାଙ୍କ ମୁହଁକୁ ଚାହେଁ ତାଙ୍କ ଆଖିରେ ମୋ ପାଇଁ ଆଖିଏ ସ୍ୱପ୍ନ ଦେଖେ। ସବୁବେଳେ ଘରୁ ଆସିଲା ବେଳେ ସେ ଗୋଟିଏ କଥା, ମନ ଦେଇ ପଢ଼ିବୁ, ଖାଇବାରେ ହେଳା କରିବୁନି, ପଇସା କଥା ଚିନ୍ତା କରିବୁନି। ସବୁ ମାସରେ ପଇସା ସରିବା ପୂର୍ବରୁ ବାପା ପଇସା ପଠେଇ ଦିଅନ୍ତି, ଆଉ ସେଇ ପଇସା ଆସିବା ଦିନଟା ମୋ ପାଇଁ ଭାରି ଖୁସିର ଦିନ। ମୁଁ ସେଇ ଦିନଟା ନିଜକୁ ଗୋଟେ ଛୋଟକାଟିଆ କୋଟିପତି ମନେ କରେ। ବେଳେବେଳେ କିନ୍ତୁ କୋଉ ମାସରେ ଟିକେ ଅଧିକା ଖର୍ଚ୍ଚ ହୋଇଯାଏ, ଯେମିତିକି କେବେ କାହାର ଜନ୍ମଦିନ, କେବେ କିଛି ଚାନ୍ଦା ଭେଦା, କେବେ ପୁଣି ମେସ୍ ଖାଇବା ରୁଚେନି ତ ବାହାରେ ଖାଇବାକୁ ପଡ଼େ। ଏମିତି ସବୁ ଏକ୍ସଟ୍ରା ଖର୍ଚ୍ଚରେ ପଇସା ସରିଯାଏ। ମୋର ମନେ ଅଛି ପୁଣି ବାପାଙ୍କୁ ମାଗିବାକୁ କେମିତି ମାଡ଼ି ମାଡ଼ି ପଡ଼େ। କେମିତି କହିବି? ମୁଁ ଜାଣେ ମୋ ବାପା ଜଣେ ସାଧାରଣ କର୍ମଚାରୀ, ଭାରି ଖରାପ ଲାଗେ, ତଥାପି କୁହେ। ବାପା କୁହନ୍ତି, ହଉ ପଠେଇଦେବି। କିନ୍ତୁ ବାପା ପଣରେ ଥରେ ପଚାରନ୍ତି, ଏତେ ପଇସା କ'ଣ କଲୁ? ସେଇ ପ୍ରଶ୍ନରେ ମୁଁ କେମିତି ଗୋଟେ ସଙ୍କୋଚରେ ଛୋଟ ହୋଇଯାଏ। ତଥାପି ଦମ୍ଭରେ କୁହେ, ବାପା ମୁଁ ସବୁ ଲେଖିଛି, କ'ଣ କ'ଣ ଖର୍ଚ୍ଚ ହେଇଛି। ସତରେ ବି ମୁଁ ଲେଖିଥାଏ, ସବୁ ନୁହେଁ କିଛି କିଛି, ତା ପୁଣି ମୋ ରଫ୍ ଖାତାରେ। ସବୁଥର ଘରକୁ ଗଲାବେଳେ ଭାବେ ରଫ୍ ଖାତାଟା ନେବି, କିନ୍ତୁ ସବୁଥର ସବୁ ନିଏ, ସେ ରଫ୍ ଖାତାଟା ହିଁ ଭୁଲିଯାଏ। ଘରେ ପହଞ୍ଚି ଭାବେ ବାପା ଯଦି ହିସାବ ମାଗିବେ କ'ଣ କହିବି? ବାପା ମୋତେ ମିଛୁଆ ଭାବିବେନି ତ? କିନ୍ତୁ ସେମିତି କିଛି ବି ହୁଏନି। ବାପା କେବେ ବି ମୋତେ ପଚାରନ୍ତିନି। ମାସକୁ ମାସ ପଇସା ଆସେ, ହିସାବ ମୋ ରଫ୍ ଖାତାରେ ଲେଖା ହୁଏ, ଆଉ ସେମିତି ରହିଯାଏ, କିଛି କାମରେ ଆସେନି। ମୁଁ ଭଲ ଚାକିରି କଲି, ବାପାଙ୍କଠୁ ଅଧିକା ରୋଜଗାର କଲି, କିନ୍ତୁ କେବେ ବି ବାପାଙ୍କ ପଇସାର ଖୁସି ପାଇନି। ମାସ ସାରା କେତେ ହିସାବ କରିଛି, କେତେ ଖର୍ଚ୍ଚ ହେଲା, କେତେ ରହିଲା, କିନ୍ତୁ ସେ ରଫ୍ ଖାତାର ହିସାବ ପରି ନା ଡର ଲାଗିଛି ନା ସଙ୍କୋଚ। ଦୀର୍ଘ ନିଶ୍ୱାସ ବାହାରିଗଲା। ତାଲା ଖୋଲି ଘରେ ପଶିଲି। ଘରଟା କିଛି ମାତ୍ରାରେ ପରିଷ୍କାର ଥିଲା। ମୋହନା ସଫାସଫି କରିଥିଲା ବୋଧେ। ଦାଣ୍ଡଘର କାନ୍ଥକୁ ଆଉଜା ହୋଇ ଥୁଆ ହୋଇଥିଲା ବାପାଙ୍କ ସାଇକେଲ, ବାପାଙ୍କ ପରି ମଜବୁତ ଓ ସାହସୀ। ବାପାଙ୍କ ସାଇକେଲକୁ ଟିକେ ଛୁଇଁଲି। ଭିତରୁ କୋହ ଉଠି ଆସିଲା। ଆଉ ଥରେ ସେଦିନ ସବୁ ଫେରିଆସନ୍ତାନି। ନିଜେ ବାପା ହେଲା ପରେ ଜାଣିଲି ବାପା କ'ଣ? ବାପା ଜୀବନର ବତି ଖୁଣ୍ଟ।
ଯେ ଖରା ବର୍ଷା ଶୀତ କାକର ସହି ପ୍ରତି ପଦେ ଆମକୁ ଆଲୋକ ଦେଖାଉଥାନ୍ତି। ଉପରେ କଠୋରତାର ଅଭିନୟ କଲେ ବି ଆମ ପ୍ରତି କେତେ ନରମ ହୃଦୟଟେ ରଖିଥାନ୍ତି। ଶୋଇବା ଘରକୁ ଗଲି, ନଜରରେ ପଡ଼ିଲା ବାପାଙ୍କ କାଠ ଆଲମିରା। ଏଇଟା କାଳେ ବାପା ତାଙ୍କ ପ୍ରଥମ ଦରମାରେ କିଣିଥିଲେ। ଇସ୍, କେତେ ଅଳନ୍ଧୁ। କନା ଖଣ୍ଡେ ଧରି ଝାଡ଼ିଦେଲେ। ନଜରରେ ପଡ଼ିଲା ଆଲମିରା ଉପରେ ଗୋଟେ ଗଣ୍ଠିଲି। ତଳକୁ କାଢ଼ି ଖୋଲିଲି ଆମ ଭାଇ ଭଉଣୀଙ୍କର କିଛି ପୁରୁଣା ବହି, ଛୋଟବେଳର କିଛି ଡ୍ରେସ୍। ପୁଣି ବାନ୍ଧି ଥୋଇଦେଲି। ଆଲମିରାଟା ଖୋଲିଲି। ସେଥିରେ ବାପାଙ୍କ ପୋଷାକ, ଘର କାଗଜପତ୍ର, କମଳ, ଗୋଟେ କାଣ୍ଟିଆ ଚାଦର ଏବଂ ସବା ତଳ ଥାକରେ ମୋର ଇଞ୍ଜିନିୟରିଂର କିଛି ବହି ସହ 3-4ଟା ରଫ୍ ଖାତା। ରଫ୍ ଖାତାଟିଏ ଖୋଲି ଦେଖିଲି। ସେଥିରେ ଥିଲା ହିନ୍ଦୀ, ଓଡ଼ିଆ, ଇଂଲିଶ ସବୁ ଅକ୍ଷରରେ ଲେଖା। କିଛି ଆବୁର ଜାବୁର ପାଠ। କୋଉଠି କେମିତି ହିନ୍ଦୀ ଓଡ଼ିଆ ଗୀତର ଯୋଡ଼େ ଲାଇନ୍। କେତେବେଳେ ବାପା କି ବୋଉଙ୍କ ଉପରେ ଅଭିମାନର 2 ଧାଡ଼ି। ଆଉ ଶେଷରେ ବାପାଙ୍କୁ ହିସାବ ଦେଖେଇବି ଭାବି ଲେଖିଥିବା କିଛି ରାଗ ତମତମ ଅଧା ଅଧୁରା ମାସିକିଆ ହିସାବ, ଯାହା ବାପା କେବେ ବି ଦେଖିବାକୁ ଚାହିଁନାହାନ୍ତି। ସେ ହିସାବ ସବୁ ଦେଖି ଆଖିରେ ଲୁହ ଆସିଗଲା। ମୋ ହିସାବ କିଛି ସତ, କିଛି ମିଛ। ବାପାଙ୍କ ଫଟୋକୁ ଚାହିଁଲି। ଆଜି ରଫ୍ ଖାତା ମୋ ହାତରେ ଅଛି, କିନ୍ତୁ ହିସାବ ନେବାକୁ ବାପା ନାହାନ୍ତି। ରୁମାଲରେ ବାପାଙ୍କ ଫଟୋଟିକୁ ପୋଛିଦେଲି। ମୁଁ କାନ୍ଦୁଥିଲି। ବାପା କିନ୍ତୁ ହସୁଥିଲେ, ଯେମିତି କହୁଥିଲେ, ବ୍ୟସ୍ତ ହନା ରେ, ମୁଁ ଦେଖିଛି ତୋ ହିସାବ ଆଉ ତୋ ରଫ୍ ଖାତା। ନମସ୍କାର ଶ୍ରୋତା ବନ୍ଧୁ, ମୁଁ ମନୋଜ ମହାପାତ୍ର କାହାଣୀ ଶୁଣାଏ। ଆପଣ ଶୁଣୁଥିଲେ ଏଇ ତ ଜୀବନ। ଆଜି ଏଇ ତ ଜୀବନରେ ଆପଣ ଶୁଣିଲେ ଗାଳ୍ପିକା ଡକ୍ଟର ଆରତୀ ପାଟଜୋଶୀଙ୍କ ଏ ସୁନ୍ଦର ଗପ, ଏ ସୁନ୍ଦର କାହାଣୀ ରଫ୍ ଖାତା। ଶ୍ରୋତା ବନ୍ଧୁ, ଆମକୁ ଉତ୍ସାହିତ କରିବା ପାଇଁ କମେଣ୍ଟ ବକ୍ସରେ 2 ପଦ ନିଶ୍ଚିତ ଲେଖିବେ। ଆଉ ଯଦି ଗାଳ୍ପିକାଙ୍କୁ କିଛି କହିବାର ଥାଏ ତାହେଲେ ମଧ୍ୟ କମେଣ୍ଟ ବକ୍ସରେ 2 ପଦ ନିଶ୍ଚିତ ଲେଖିବେ। ବହୁତ ବହୁତ ଧନ୍ୟବାଦ କାହାଣୀଟି ଶୁଣିଥିବାରୁ। ଆଉ ହଁ, ଯଦି ଆପଣ ଆମର এই କାହାଣୀ ନୂଆ ଶୁଣୁଛନ୍ତି, ଏଇଭଳି ସୁନ୍ଦର ସୁନ୍ଦର କାହାଣୀ ଶୁଣିବା ପାଇଁ ଆମ ପେଜକୁ ଲାଇକ୍ କରନ୍ତୁ, ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ବହୁତ ବହୁତ ଧନ୍ୟବାଦ। ନମସ୍କାର।